द्वितीय स्कंद अष्टाविंश अध्याय श्री भगवान उवाच तुणनुपति सुता तुम्बे जोग लक्षण कहु आंबे मन प्रसन्न जेबे होई संसार्गे भाव को गमई नुए ग्राम्य धर्म छाड़ी निवृत्ति मार्गे चित्त बड़ी चल स्थान रे से बसी लब्ध आहारे प्राण तो पोषी सा सत्य मार्गे मजी अंते प्रतिग्रहे तेजी जे ब्रह्मचर्य आचरण तप शौच धयनम स्वरूपी नारायण तापादे करई अर्चनम चल आसने बसिब मौन व्रत आचरिब मन को निर्विषय करी इंद्रिय समूह आवरी आहार जानी प्रत्याहारे प्राण को स्थापिब निश्चले आत्मारे आत्मा को चिंतिब वैकुंठ लीलादि जे भाव बुद्धिर बले कर्म साधि निश्चल जोगरे समाधि ए विधि अन्य मार्गे नाही शुण गो माता मन देई ए विशुद्ध देशरे आसन कुश कंबल कृष्णाजिन टिक आसने बसिब आनंदे जोग व्यासिब ए प्राण अपर विवेक पुरज कुंभकरे चक मार्गे प्राण को शोधिब निश्चल चित्तरे चिंतिब जेमंत वायु अग्नि लागी लोह दग्धरे मल त्यागी रूपे प्राणायाम कले आत्मा निर्मल होई बोले समस्त दोष एणे हरे जेवा पातक पूर्वे करे ए प्रत्याहार बले मन ध्यान रे जाणई त्रिगुण मन प्रसन्न जेते बेले जोग को साधिब निश्चले कला काष्ठादि दंडे क्षणे नासिका अग्रे सुलक्षणे ध्याने चिंतिब भगवान अनादि परम कारण श्याम सुंदर कलेवर वचन अमृत मधुर सन्न बदन सुंदर तेज देवंकु गोचर चिन्ह वक्षस्थले किबा उपमा देवा बोले पुता चाप सरी होई कंठे कौस्तुभ मणि सोई बित तार पृष्ठ देशे पाटकी प्राय से प्रकाशे अमल बनमाल गले मन भ्रमयी मधु बोले मधुर ध्वनि से करती आनंदे उड़ी पंथी पंथी रीट अंगद विराजे अमूल्य हार हृदय साजे रत्ननुपुर पादे सोई किबा उपमा देवा तई दिव्य कर्णरे से कुंडल शोभा करई गंडस्थल मन्त रूप भक्त जने हृदय चिंतती अनुक्षणे आनंदे दर्शन करती नयन निर्मले देखती स्वर तरुण वयस अति सुंदर सुप्रकाश सर्वलोकंक नमस्कृत अभय सुशांत महत ए भक्तानुग्रह से अटंती भक्तर कष्ट न सहंती ଯାହାର ଯଶ କୀର୍ତ୍ତି ସାର ତୀର୍ଥଙ୍କ ପ୍ରାୟ ପାପର ଯାହାର କୀର୍ତ୍ତି ପୁଣ୍ୟ ଶ୍ଲୋକେ ଗାୟନ କରୁଛନ୍ତି ମୁଖେ ସମଗ୍ର କରି ତାଙ୍କ ଦେଇ ନିତ୍ୟ ଚିନ୍ତିବ ଚିତ୍ତେ ଧ୍ୟାଇ ଆସନେ ବସି ଏକାନ୍ତରେ ଗମନ ଶୟନ ଗୁହାରେ ଅଙ୍ଗକୁ ଅଙ୍ଗ ପ୍ରତି ଧ୍ୟାନ ଚିନ୍ତିବ ବିଷ୍ଣୁର ଚରଣ ଭୁଜ ଅଙ୍କୁଶ ବଜ୍ର ଚିହ୍ନ ପଦ୍ମ ସହିତେ ଯେ ଲାଞ୍ଜନ ଏ ତୁଙ୍ଗ ସୁରଙ୍ଗ ପାଦ ଦୁଇ ନଖ ଚନ୍ଦ୍ରିକା ବିରାଜଇ ମହତ ହୃଦ ଅହଙ୍କାର ଧ୍ୟାନେ ଭଜଇ ନିରନ୍ତର ଝାପାଦୋଦକ ଗଙ୍ଗା ନୀର ଶିରରେ ବହିଛନ୍ତି ହର ଜ୍ଞାନୀର ବ୍ରହ୍ମାଣ୍ଡ ମଧ୍ୟରେ ସ୍ନାନ କରନ୍ତି ସୁର ନରେ ପାପ ଶୈଳ ବଜ୍ର ପ୍ରାୟ ଝାପାଦ ନାଶଇ ନିର୍ଭୟେ ପାଦ ପଦ୍ମ ଧ୍ୟାନ କରି ନିତ୍ୟ ବନ୍ଧଇ ଚିତ୍ତେ ଧରି ପାଦ ପଦ୍ମର ମହିମା କେ କହିପାରେ ଗୁଣ ସୀମା ଝାପାଦ ଯୁଗ ମନୋହର ବ୍ରହ୍ମା ସେ ବହି ନିରନ୍ତର ଜାନୁଲମ୍ବୀ ଭୁଜମାନ କେଉର କଙ୍କଣ ଶୋଭନମ୍ ଅତସୀ କୁସୁମର ପ୍ରାୟ ଅଙ୍ଗ ତାର ଶୋଭା ପାଏ ତଡ଼ିତ ଜିଣି ପୀତାମ୍ବର କାଞ୍ଚନ ଦାମ ମନୋହର ବିଶ୍ୱ ଯାହାର ହୃଦର ସପ୍ତ ସମୁଦ୍ର ଦୀପବର ନାଭିପଦୁ ବ୍ରହ୍ମାଜାତ ଅଖିଳ ବ୍ରହ୍ମାଣ୍ଡର ନାଥ ମତେ ଭାବେ ଚିନ୍ତି ଅପରେ ହୃଦୟ ଆକୃତି ଏ ମର୍କତମଣି ପ୍ରାୟ ଶୋଭା ସ୍ତନ ଯୁଗଳ ଦିବ୍ୟ ପ୍ରଭା ତାମଧ୍ୟ ବିଶଦ ଯେହାର ଅତ୍ୟନ୍ତ ଶୋଭା ସେ ହୃଦର ଲକ୍ଷ୍ମୀଭୂଷଣ ବକ୍ଷସ୍ଥଳେ ଅର୍ଦ୍ଧେକ ଶୋଭା ମଣି କରେ ଅଖିଳ ଲୋକ ମନୁସୂତ ଶୋଭା ଯେ କରେ ଜନ୍ମ ମାତ୍ର ମନ୍ଦରଗିରି ଶୃଙ୍ଗ ପ୍ରାୟ ତାଭୁଜ ଦଣ୍ଡ ଶୋଭା ପାଏ ଚକ୍ର ଧରିଛନ୍ତି କର ଅପରିମାଣ ତେଜ ତାର ତାକର ପଦ୍ମ ଚକ୍ରେ ଶୋଭା ରାଜହଂସର ପ୍ରାୟ ଆଭା ଏ ଦାନବ ରୁଧିରେଣ ଯୁକ୍ତ ଗଦାଏ ଅଛି ତାର ହସ୍ତ ଏ ଭୃତ୍ୟାନୁଗତା ଶ୍ରୀମୁଖ ସସ୍ମିତ ସୁରଙ୍ଗ ସୁରେଖ ଶ୍ରବଣେ ମକର କୁଣ୍ଡଳ ଜ୍ୱଳନ୍ତେ ଜେନେ ବିଦ୍ୟୁତ୍ନାଳ ନାରଙ୍ଗ ଦିବ୍ୟ ଶୋଭା କୁଣ୍ଡଳ ଅତି ଗୋଳ ପ୍ରଭା ଲୋଚନ ଯୁଗ ପଦ୍ମ ପ୍ରାୟ ଭୃଙ୍ଗର ବିଥିକିବା ଶହେ ହେମନ୍ତ ରୂପ ଯେବା ଧ୍ୟାନ ଆନନ୍ଦେ କରେ ଅନୁକ୍ଷଣ ତାହାକୁ ପ୍ରଭୁ କୃପା କରେ ଘୋର ତାପତ୍ରୟ ହରେ ଏଣୁ ଏ ରୂପ ଗୁଣ ଧ୍ୟାନେ ନିତ୍ୟ ଚିନ୍ତିବ ଦୃଢ଼ ମନେ ଅଖିଳ ଲୋକ ତାହା ହରେ ଯେ ମନ୍ଦ ଆସ ଶ୍ରୀମୁଖରେ କରଦୋଜ ଚାପ ପ୍ରାୟ ଭୃଭଙ୍ଗ ଯୁଗ ତାର ଶହେ ରାକ୍ଷସର ପନ୍ତି ହୋଇ ମୁନି ଜନକ ମନ ହୋଇ
ଏଣେ ମୋହିତ ମୁନି ଜନେ ଧ୍ୟାନ କରନ୍ତି ଅନୁକ୍ଷଣେ ତାହାର ଉଚ୍ଚ ଆସେ ଧ୍ୟାନ ଅରୁଣ ବର୍ଣ୍ଣ ଅଷ୍ଟମାନ କଢ଼ିର ପ୍ରାୟ ହୋଇ ଦନ୍ତପନ୍ତି ଯେ ବିରାଜଇ ପ୍ରେମାନୁବନ୍ଦେ ଏହା ଚିନ୍ତି ଅନ୍ୟ ଯେ କିଛି ନ ବାଞ୍ଛନ୍ତି ରୂପେ ଧ୍ୟାନ ଯୋଗ କରି ଭକ୍ତି ଭାବରେ ମୋଦ ଭରି ଭକ୍ତ ସ୍ୱଭାବେ ସୁମରଣ ପୁଲକ କରି ତନୁଲୋମ ରୂପେ ଯୋଗ ସମାଧିରେ ଯେବେ ମନ ଭ୍ରମ କରେ ଏବେ ସଙ୍ଗମ ମନ କରି ଧ୍ୟାନେ ଚିନ୍ତିବ ନର ହରି ରୂପେ ନିର୍ବିଷୟ ହୋଇ ନିଷ୍କାମ ମାର୍ଗେ ଯୋଗ ଧ୍ୟାଇ ପରମାନନ୍ଦ ରୂପ ଚିନ୍ତି ବ୍ରହ୍ମ ନିର୍ମାଣ ସେ ଲଭନ୍ତି ସ୍ୱରୂପ ଆତ୍ମା ଏକ ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ ଗୁଣ ପ୍ରବାହକୁ ନାଶଇ ଅଗମ୍ୟ ଦିବ୍ୟ ସ୍ଥାନ ପାଇ ରୂପେ ଭକ୍ତି ଯୋଗ ସାଧି ତରଇ ସଂସାର ଜଳଧି ଜାଣଇ ସୁଖ ଦୁଃଖ ଭାବ ଜନ୍ମ ମୃତ୍ୟୁର ପରାଭବ ଦୈବ ଅଧୀନେ ଯେତେ ନର ଏ ମାର୍ଗେ ନୁହନ୍ତି ପ୍ରଭର ଦେହ ସତ୍ୟ ପ୍ରାୟ ମଣି ବିଷୟ ଭ୍ରମେ ଅନୁକ୍ଷଣୀ ମଦିରା ଅର୍ଥେ ଭୋଳ ହୋଇ ଯେମତେ ଦିବସ ସେ ହୋଇ ରୂପେ ପ୍ରବୃତ୍ତି ନିବୃତ୍ତି ଅଜ୍ଞାନେ ତାହା ନ ଜାଣନ୍ତି ଏ ଦେହେ କର୍ମବଶ ହୋଇ ସର୍ବସଂକଳ୍ପ କରୁଥାଏ ଯାବତ ଯୋଗ ସିଦ୍ଧି ନୋଇ ତାବତ ବିଷୟ ଭ୍ରମଇ କଳତ୍ର ଗୃହ ଧନେ ସ୍ନେହ ବନ୍ଧନ ପ୍ରାଣୀ ମାନେ ଆତ୍ମାର ତୁଲ୍ୟ ପ୍ରାୟ ମଣେ ତୋଷେଣ ଭ୍ରମେ ଅନୁକ୍ଷଣେ ଯେମତେ ଅଗ୍ନି ଧୂମ୍ରା ନଳ କେବେ ନୁହଁ ନିର୍ମଳ ରୂପେ ବିଷୟାନ୍ଧେ ପ୍ରାଣୀ କେବେ ଆତ୍ମାକୁ ନ ଚିନି କାଷ୍ଟରୁ ଧୂମ ଅଗ୍ନି ଜାତ ସେ କାଷ୍ଟ ଦହଇ ଯେମନ୍ତ ଅଜ୍ଞାନ ଜ୍ଞାନ ଜାତ ହୋଇ ବିଷୟ ବାସନା ଦହଇ ଇନ୍ଦ୍ରିୟ ଗଣ ଯେତେ ପ୍ରଧାନ ପୁରୁଷ ସହିତେ ଅନେକ ରୂପ ହୋଇ ବ୍ରହ୍ମାଣ୍ଡେ ଲୀଳା ସେ କରଇ ମନ୍ତ ଭାବେ ବ୍ରହ୍ମଜ୍ଞାନ ପ୍ରାଣୀ ଚିନ୍ତିଲେ ଅନୁକ୍ଷଣ ସର୍ବଭୂତେ ତାର ଦେଇ ସେ ସର୍ବଭୂତ ମଧ୍ୟରେ ଥାଇ ମନ୍ତ ଭାବେ ସର୍ବଭୂତେ ଅନନ୍ୟ ଦେଖିବ ନିରତେ ଜ୍ୟୋତିର୍ମୟ ଆତ୍ମା ଜନି ଗୁଣ ପ୍ରବାହ ଭେଦ ଘେନି ସତ ଅସତ ଆତ୍ମା ସେହି ତା ବିନୁ ଅନ୍ୟ ନାହିଁ କେହି ପରମ ଭକ୍ତ ଭାବ ଏଇ ଏଭାବେ ଚିନ୍ତି ମନ ଦେଇ ଏବେ ସଂସାରୁ ତରିବ ଶ୍ରୀକୃଷ୍ଣ ଚରଣ ଲଭିବ ଭୂମାତ ସାଧ ଏହି ଯୋଗ ହେଳେ ତରିବ ଘୋର ଦୁର୍ଗମ କହଇ ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ ଏହି ପତ ଏଣେ ସଂସାରୁ ତରିଯିବ ନାହିଁ ଯାତନା ପରାଭବ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ବାଦେ ନାମ ଅଷ୍ଟାବିଂଶ ଅଧ୍ୟାୟ ବୋଲାନନ୍ଦେ କବାର ହରି ହରି ବୋଲ।